ସକାଳୁ ପଳେଇଥିଲେ ତ ଅଳ୍ପ ବର୍ଷା ହଉଥିଲା, ଏବେ ଆଇଲା ବେଳକୁ ଜୋରସେ ବର୍ଷା ହଉଛି। କଲେଜ ଉପସ୍ଥାପନ ଅଛି ନା କମି ଯାଇଛି ବର୍ଷା ପାଇଁ? ନା ଯେତିକି ଥିଲେ ସେତିକି। ସେତିକି ଅଛନ୍ତି ସବୁ ଏଟା ହଷ୍ଟେଲ ନା ଆଉ କମିନି। କମିନି ନାଇଁ। ସକାଳୁ ଝିପ୍ ଝିପ୍ ବର୍ଷା ଜାରି ରହିଛି, ଯାହାଫଳରେ ଦେଖିପାରୁଥିବେ ଭଦ୍ରକ ସହର ରାସ୍ତାଘାଟ ଶୂନଶାନ ହୋଇପଡ଼ିଛି। ଲୋକମାନେ ଯାତାୟାତ ମଧ୍ୟ ସମସ୍ୟା ଜୁଟୁଛି। ଯେଉଁ କଚେରୀ ବଜାର ଉପରେ ଲୋକମାନେ ନିର୍ଭର କରନ୍ତି, ସେ ବଜାର ଉପରେ ଶହ ଶହ ଗାଡ଼ି ଚଳପ୍ରଚଳ କରୁଛି। ଦେଖିପାରୁଥିବେ, କ୍ୟାମେରାମ୍ୟାନଙ୍କୁ କହିବି ରାସ୍ତାଘାଟ ସମ୍ପୂର୍ଣ୍ଣ ଭାବରେ ଶୂନଶାନ ଏବଂ ଯେଉଁ ଦୋକାନଗୁଡ଼ିକ ମଧ୍ୟ ଖୋଲି ନାହିଁ। କିନ୍ତୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେହେତୁ ବର୍ଷା ଜାରି ରହିଛି, ତ ଏହାର ପ୍ରଭାବରେ ସମ୍ପୂର୍ଣ୍ଣ ଭାବରେ ରାସ୍ତାଘାଟ ଶୂନଶାନ ହୋଇପଡ଼ିଛି। ତେବେ ଆମ ସହିତ କିଛି କଲେଜ ଛାତ୍ରୀ ଅଛନ୍ତି, ତାଙ୍କ ସହ ପଚାରି ବୁଝିବା ଯେ ସକାଳୁ କୋଉଠି ଚାଲିଛ? ଆମେ କଲେଜ ଯାଉଥିଲୁ, ବହୁତ ଜୋରସେ ବର୍ଷା ହଉଛି, ଭିଜି ଭିଜି ସେଇ ବର୍ଷାରେ ଯାଇକି ପଢିକି ଆସିଲୁ, କ୍ଲାସ କରିକି ଆସିଲୁ। ଆଉ ଆମେ ଯାଇଥିଲୁ କଲେଜ। ବର୍ଷା ହଉଛି ଆଉ। କେମିତି ଗଲ? ସକାଳୁ ପଳେଇଥିଲେ ତ ଅଳ୍ପ ବର୍ଷା ହଉଥିଲା, ଏବେ ଆଇଲା ବେଳକୁ ଜୋରସେ ବର୍ଷା ହଉଛି। କଲେଜ ଉପସ୍ଥାପନ ଅଛି ନା କମି ଯାଇଛି ବର୍ଷା ପାଇଁ? ନା ଯେତିକି ଥିଲେ ସେତିକି। ଅଛନ୍ତି ସବୁ ଏଟା ହଷ୍ଟେଲ ନା ଆଉ କମିନି। କମିନି ନାଇଁ। ତମେ କେତେ ଜଣ ପିଲା ଆସିଲ କଲେଜକୁ? 18 ଜଣ। 18 ଜଣ ଆସିଲ? ଆଜ୍ଞା। ବର୍ଷା କେମିତି କଣ ହଉଛି? ବହୁତ ଜୋରସେ ହଉଛି। ବର୍ଷା ହଉଛି ନାଇଁ, ମାନେ ବର୍ଷା ରାତି କେତେ ଏବେ କେତେ ହଉଛି? ରାତିରେ ଧୀରେ ହଉଥିଲା, ଏବେ ଟିକେ ଜୋର ହଉଛି ଆଉ। ଜୋର ହଉଛି ନାଇଁ। ତେବେ ଆଉ କିଛି କଲେଜ ଛାତ୍ରୀ ଅଛନ୍ତି, ତାଙ୍କ ସହିତ କଥା ହବା। ଝିଅ ତମେ ସକାଳୁ ଯୋଉ ଆଇଲଣି, ବର୍ଷା କେତେ ହଉଛି? ବର୍ଷା ସେଭଳିଆ ଜୋର ରାତିରେ ହଉଥିଲା, ଏବେ ଟିକେ ବହୁତ ହଉଛି, ଆହୁରି ବଢୁଛି। ଆଜ୍ଞା। ଶୀତ ଲାଗୁଛି? ଆଜ୍ଞା। ଶୀତ ଲାଗୁଛି। ଯୋଉ କଲେଜ ଛୁଆ ମାନେ ତମେ ଆସିଥିଲ, ବର୍ଷା କେମିତି ଆସିଲ ଘରୁ? ଆମେ ହଷ୍ଟେଲରେ ରହୁଛୁ। ହଷ୍ଟେଲ ରହୁଛ? ଆଜ୍ଞା। ହଷ୍ଟେଲ ଛତା କେମିତି ଦେଇଛ? ଏଇ ଅଳ୍ପ ବାଟ ରହୁଛି, ଆସୁଛୁ, ମେଘ ହଉଛି ଆଉ। ତ ନିଶ୍ଚିତ ଭାବରେ ଯୋଉ ଝିଅମାନେ କଲେଜ ହଷ୍ଟେଲରୁ ଆସିଥିଲେ ସମସ୍ତେ ଛତା ନେଇକି ଆସୁଛନ୍ତି। ଏବଂ ସବୁଠୁ ବଡ଼ କଥା ହେଉଛି, ଯେହେତୁ ବର୍ଷା ଶୀତ ଦିନରେ ଯେଉଁପରି ଭାବରେ ବର୍ଷା ରହୁଛି, ତାହାର ପ୍ରଭାବ ମଧ୍ୟ ପରିଲକ୍ଷିତ ହେଉଥିଲା। କାହିଁକିନା ରାସ୍ତାଘାଟ ଶୂନଶାନ ଥାକୁ, ଦୋକାନ ବଜାର ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ଅଛି। ଯେଉଁ ଦୋକାନ ଗୁଡ଼ିକ ଅଛି ସେ ମଧ୍ୟ ବନ୍ଦ ଅଛି। ତ ନିଶ୍ଚିତ ଭାବରେ ଭଦ୍ରକ ସହରରେ ବର୍ଷା ପରିଲକ୍ଷିତ ହେଉଛି। ଯଦି ଏଇ ବର୍ଷା ଲାଗି ରହେ, ତେଣୁ ଯେହେତୁ ଆଜି ଶନିବାର ଅଛି, ତ ନିଶ୍ଚିତ ଭାବରେ ଏହାର ପ୍ରଭାବ ଅତ୍ୟଧିକ ପରିଲକ୍ଷିତ ହେବ ସରକାରୀ କାର୍ଯ୍ୟାଳୟ ଉପରେ। କାହିଁକିନା ଯେହେତୁ ବର୍ଷା ଲାଗି ରହିଛି, ସରକାରୀ କାର୍ଯ୍ୟାଳୟ ମଧ୍ୟ ଉପସ୍ଥାପନ କମ୍ ରହିବ। ଏବଂ ଯଦି କୁହାଯାଉଛି, ବର୍ଷା ଯେହେତୁ ରାତିରୁ ମଧ୍ୟ ଲାଗି ରହିଥିଲା ଏବଂ ସକାଳ ମଧ୍ୟ ଲାଗି ରହିଛି, ଯାହାର ପ୍ରଭାବରେ ରାସ୍ତାଘାଟ ସବୁ ଶୂନଶାନ ଅଛି। ଏବଂ ଯୋଉ ଏରିଆରେ ଲୋକଙ୍କର ଚଳପ୍ରଚଳ ରୁହେ, ସେ ଏରିଆ ସମ୍ପୂର୍ଣ୍ଣ ଭାବରେ ଶୂନଶାନ ହୋଇଯାଇଛି। ଏବଂ ଆଉ କିଛି ସମୟ ପରେ ମଧ୍ୟ ଯାହା କୁହାଯାଉ, ପାଣିପାଗ ସୂଚନା ଅଛି ଯେ ବର୍ଷାର ମାତ୍ରା ମଧ୍ୟ ବଢିବ। ଯଦି ମାତ୍ରା ପଡେ, ତ ନିଶ୍ଚିତ ଭାବରେ ଏହାର ପ୍ରଭାବ ଭଦ୍ରକ ସହରରେ ପଡିବ। ତ ଦେଖାଯାଉ ବର୍ଷାର ମାତ୍ରା କେତେ ରହୁଛି। କାହିଁକିନା ଗୋଟେ ପଟରେ ଚାଷୀ ଅମଳକ୍ଷମ ଧାନକୁ କାଟିବା ପାଇଁ ମଧ୍ୟ ତରବର ରହୁଛି, ସେହି ସମୟରେ ବର୍ଷାର ପ୍ରଭାବ ସମ୍ପୂର୍ଣ୍ଣ ଭାବରେ ଚାଷୀ କୂଳ ଉପରେ ମଧ୍ୟ ପଡୁଛି ଏବଂ ସାଧାରଣ ଜନଜୀବନ ଉପରେ ମଧ୍ୟ ପଡୁଛି। ଯଦି ବର୍ଷାର ମାତ୍ରା ବଢିଲା, ତ ନିଶ୍ଚିତ ଭାବରେ ଏହାର ପ୍ରଭାବ ସ୍ପଷ୍ଟ ବାରି ହୋଇ ପଡିବ। ଭଦ୍ରକରୁ ପାର୍ଥ ସତ୍ୟନାୟକ, ଓଟିଭି।